ସାଙ୍ଗମାନେ କ'ଣ ଆପଣ ବିଶ୍ୱାସ କରିବେ କି ଗୋଟେ ପ୍ରିମିୟମ୍ ଇଲେକ୍ଟ୍ରିକ୍ ବାଇକ୍ ମିଳିଯାଉଛି ମାତ୍ର 1.5 ଲକ୍ଷ ଟଙ୍କାରେ। ତ ହଁ, ଏ କଥାଟା ସତ। ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ଅଲ୍ଟ୍ରାଭାୟୋଲେଟ୍ ଅଟୋମୋବାଇଲ୍ ଗୋଟେ ନୂଆ ସ୍କିମ୍ ଆଣିଛି, ବେସିକାଲି ବ୍ୟାଟେରୀ ଆଜ୍ ଏ ସର୍ଭିସ୍ ନହେଲେ ବା ବାସ୍। ତ ଏ ସ୍କିମ୍ଟା କ'ଣ ନା, ଆପଣ ବାଇକ୍ କିଣିବେ ଆଉ ବ୍ୟାଟେରୀ ପାସ୍ ରେଣ୍ଟ ଟାଇପ୍ର ଆପଣ ଆଣିବେ, ଯାହାର ପ୍ରାଇସ୍ ମନ୍ଥଲି 2,000 ରୁ 2,500 ରହିବ। ତ ଏଇ ସ୍କିମ୍ ଆସିବା ଦ୍ୱାରା ଲୋକମାନେ ଅଧିକା ଇଲେକ୍ଟ୍ରିକ୍ ବାଇକ୍ ଆଫୋର୍ଡ କରିପାରିବେ ବା କିଣିବେ। କାହିଁକିନା ଆପଣ ଯଦି ଦେଖିବେ ଇଲେକ୍ଟ୍ରିକ୍ ବାଇକ୍ ବା ସ୍କୁଟର ବହୁତ ପ୍ରାଇସ୍ ହେଇଯାଉଛି, ବ୍ୟାଟେରୀର ଦାମ୍ ବହୁତ ଅଧିକା। ତ এই ସ୍କିମ୍ ଦ୍ୱାରା ଅଧିକା ଲୋକ ପରଚେସ୍ କରିବା ଆସୁଛନ୍ତି। ଗାଡ଼ିର ଫିଚର୍ ବିଷୟରେ ତ ଏବେ ଅଲ୍ଟ୍ରାଭାୟୋଲେଟ୍ X47 କ୍ରସ୍ ଓଭର ବାଇକ୍ ଏଇଟା। ତ ଏଥିରେ ମୁଖ୍ୟ ଫିଚର୍ସ ରହୁଛି, ଯଦି ଦେଖିବା ଟପ୍ ସ୍ପିଡ଼ ଗାଡ଼ିର ରହିଛି 150 ସ୍ପିଡ଼୍ରେ ଆପଣ ଯାଇପାରିବେ, ମାନେ 150 km/h ସ୍ପିଡ଼୍ରେ ଆପଣ ଏଇ ଗାଡ଼ିକୁ ଯାଇପାରିବେ। ଟପ୍ ଯଦି ଆପଣ ଫୁଲ୍ ଚାର୍ଜ କରୁଛନ୍ତି ଆପଣ 200 ରୁ 300 ପର୍ଯ୍ୟନ୍ତ ରେଞ୍ଜ ଆପଣ ଏଥିରେ କାଢ଼ିପାରିବେ। କମ୍ପାନୀ ବି କ୍ଲେମ୍ କରୁଛନ୍ତି 200 ରୁ 300 କିମି ରେଞ୍ଜ ମଧ୍ୟ ରହିଛି। ଆଉ ଆଡ଼ଭାନ୍ସ ଡିଜିଟାଲ ଡିସପ୍ଲେ ମଧ୍ୟ ରହିଛି ଏଇ ଗାଡ଼ିରେ। ତ ଦେଖିବେ ଫିଚର୍ସ ବି ବହୁତ ବଢ଼ିଆ ରହିଛି। ଆଉ ସ୍ମାର୍ଟ କନେକ୍ଟିଭିଟି ଫିଚର ମଧ୍ୟ ଏଥିରେ ଇନକ୍ଲୁଡେଡ୍ ଆସୁଛି। ମେନ୍ କଥା ହେଉଛି ପ୍ରିମିୟମ୍ ଆଉ ସ୍ପୋର୍ଟି ଡିଜାଇନ୍ରେ ଏଇ ଗାଡ଼ି ଆସୁଛି। ଆପଣ ସ୍କ୍ରିନ୍ରେ ବି ଦେଖିବେ ଏଇ ଗାଡ଼ିଟି କେତେ ଫ୍ୟୁଚରିଷ୍ଟିକ୍ ଲାଗୁଛି ବା ବହୁତ ଶାନଦାର ମଧ୍ୟ ଦେଖାଯାଉଛି। ସ୍କିମ୍ର ମୂଳ ଲକ୍ଷ୍ୟ ହେଉଛି ଲୋକମାନେ କେମିତି ଅଧିକ ଗାଡ଼ି କିଣିବେ, ତା'ର ମୂଳ ଲକ୍ଷ୍ୟ ହେଉଛି ଏଇ ସ୍କିମ୍ର ବା ଯେଉଁ କହିଲି ବ୍ୟାଟେରୀ ଆଜ୍ ଏ ସର୍ଭିସ୍, এই ସ୍କିମ୍ର ମୂଳ ଲକ୍ଷ୍ୟ। ତ ଆପଣଙ୍କୁ ଏ ସ୍କିମ୍ କେମିତି ଲାଗିଲା, ତ କ'ଣ ଆପଣ କିଣିବେ ଗାଡ଼ି, ତ କମେଣ୍ଟ କରି ନିଶ୍ଚୟ କହିବେ। ଏମିତି ଅଟୋମୋଟିଭ୍ ନ୍ୟୁଜ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଇନଷ୍ଟାଗ୍ରାମରେ ଫଲୋ କରିନାହାନ୍ତି ଏବେ ସ୍ମାର୍ଟ ପ୍ଲସ୍ ଫଲୋ କରିବାକୁ ଜମା ଭୁଲନ୍ତୁ ନାହିଁ।